ଭୂମିକା ଦାସ ସେ ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ଶିଶୁ କଳାକାର ଭାବେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଭୂମିକା 2003 ମସିହା ଜାନୁଆରୀ 22 ତାରିଖରେ ଜନ୍ମଗ୍ରହଣ କରିଥିଲେ। 2013 ମସିହାଟି ଭୂମିକା ପହିଲା କରି ରୁମକୁ ଜମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଓଡ଼ିଆ ସିନେମା ଜଗତରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହରିହର ମହାପାତ୍ର। ତାରପରେ ଗପ ହେଲେ ବି ସତ ସିନେମାରେ ସେ ଅଭିନୟ କରିଥିଲେ। 2017 ମସିହାଟି 9 କ୍ଲାସ ପଢିଲା ଟାଇମରେ ତୁ ମୋ ଲଭ୍ ଷ୍ଟୋରୀ ଫିଲ୍ମଟି ମୁଖ୍ୟ ନାୟିକା ଭାବେ ଅଭିନୟ କରିଥିଲେ। ଫିଲ୍ମଟା ସୁପରହିଟ୍ ହୋଇଥିଲା। 2017 ମସିହାଟି ବାବୁସାନଙ୍କ ସାଙ୍ଗେ ହିରୋ ନମ୍ବର 1 ଫିଲ୍ମରେ ଅଭିନୟ କରିଥିଲେ। ସେ ଅଭିନୟ କରିଥିବାର କେତେଟା ଫିଲ୍ମର ନାଁ ହେଉଛି ତୁ ମୋ ଲଭ୍ ଷ୍ଟୋରୀ, ଚକ୍ଷୁ ବନ୍ଧନ, ମନ ମୋ ନେଇ ଗଲୁରେ, ଶ୍ରୀମାନ ସୁରଦାସ ଆହୁରି ଏନ୍ତା ବହୁତଟେ ଫିଲ୍ମରେ ସେ ଅଭିନୟ କରିଛନ୍ତି। ସେ 2014 ମସିହାଟି ତରଙ୍ଗ ସିନେ ଆୱାର୍ଡରେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ପୁରସ୍କାର ପାଇଥିଲେ। ভিডিওকে লাইক করুন, নিজের মতামত কমেন্ট করুন। বহুত জলদি বেডামা আউট নয়া ভিডিও থি। জয় মা রামচন্ডী।